ଲାଗୁନି ଆଜ୍ଞା ମୁଁ ଆମ ଘର ପୁରୀ ଜିଲ୍ଲା। ମୁଁ ବର୍ତ୍ତମାନ ସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ। ମୋ ନାଁ ବଟ୍ଟକୃଷ୍ଣ ମଲ୍ଲିକ। ଆଜ୍ଞା ଶୁଣନ୍ତୁ, ଆମେ ବ୍ରିଟିଶ ଅମଳର ଏଇ ଗ୍ରାମର କି ସଂସ୍ଥା ହେଉଛି ବ୍ରିଟିଶ ଅମଳର। ଆମେ ଆଜି 1800 ଟଙ୍କା ଦରମାରେ ବର୍ତ୍ତମାନ ଆମ ପେଟ ପୋଷୁଛୁ ଏବଂ ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆମକୁ ବି ବାରମ୍ବାର ଅଭିଯୋଗ କରୁଛୁ ସରକାରଙ୍କୁ। ସରକାର ଏପର୍ଯ୍ୟନ୍ତ କୌଣସି ଆମର କଥା ଟିକିଏ କର୍ଣ୍ଣଗତ କରୁନାହାନ୍ତି। ତେଣୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଆମର 5T ସଚିବ ପାଣ୍ଡିଆନ ସାର୍ଙ୍କୁ ଅନୁରୋଧ କରୁଛୁ, ସେ ଆମ କଥା ତୁରନ୍ତ ଟିକେ କେମିତି ବିଚାର କରନ୍ତୁ। ଆମେ ଏବେ ବି ଆମକୁ ବି ଗ୍ରୀଭାନ୍ସକୁ ସରକାର ଡାକିଥିଲେ ଏବଂ ଏଇ ଗଲା ସୋମବାର ଦିନ ବି ଆସିଥିଲୁ। ଆମକୁ ମାନ୍ୟବର ହୋମ୍ ମିନିଷ୍ଟର ତୁଷାରକାନ୍ତ ବେହେରା ସିଏ ବି ପ୍ରତିଶ୍ରୁତି ଦେଇଥିଲେ 2 ଦିନ ଭିତରେ ହେବ ବୋଲି। ଏପର୍ଯ୍ୟନ୍ତ 2 ଦିନ ଯାଇ 4 ଦିନ ଗଲାଣି, ସେ କୌଣସି କଥା କଲେନି। ତେଣୁ ଆମକୁ ଯେହେତୁ ଆଗକୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିବ, ଆମ କଥା କିଛି ଶୁଣିବେ ନାହିଁ ବୋଲି ଆମେ ଆଜି ଆସି ଏ ରାଜରାସ୍ତାରେ ଏକତ୍ରିତ ହୋଇଛୁ। ନହେଲେ ଏଠି ଆଜି ଆମେ ପଛେ ଆତ୍ମାହୁତି ଦେବୁ କିନ୍ତୁ ଏଠାରୁ ହଟିବୁ ନାହିଁ। ଏ ପ୍ରତିଶ୍ରୁତି ନେଇକି ଆମେ ଭାଇମାନେ ସମସ୍ତେ ଆସିଛୁ। ଏଇଟା ଆମର ଚୂড়ান্ত ନିଷ୍ପତ୍ତି ଏବଂ ଜଗନ୍ନାଥଙ୍କ ରାଣ ପକେଇ କହୁଛୁ, ଏଠୁ କେହି ହଟିବୁ ନାହୁଁ। ଜୟ ଜଗନ୍ନାଥ। ମୋ ନାଁ ଅଭିନୟ କୁମାର ମଲ୍ଲିକ, ବୈରୀ ଥାନାରୁ ଆସିଛି, ଯାଜପୁର ଜିଲ୍ଲା। ମୁଁ ଗ୍ରାମରକ୍ଷୀ ଅଛି। ଆମେ ସମସ୍ତ ଗ୍ରାମରକ୍ଷୀ ଭାଇମାନେ ଆମେ ଆସିଛୁ। ସରକାରଙ୍କୁ ଆମର ଦାବି ଅନେକ ଥର ସରକାର ଆମକୁ କହିଲେଣି, ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଆମକୁ ଦେଉନାହାନ୍ତି। 30 ଦିନ ଡ୍ୟୁଟି କରୁଛୁ, 1800 ଟଙ୍କାରେ କ'ଣ ପରିବାର ପୋଷଣ କରିପାରିବୁ? ତେଣୁକରି ସମସ୍ତ କାମକୁ ଆମକୁ ନିୟୋଜିତ କରାଯାଉଛି। ଆସାମୀଙ୍କ ପାଇଁ ନୋଟିସ୍ ନେଇଯାଉଛୁ, ପରୀକ୍ଷା ଡ୍ୟୁଟି କରୁଛୁ, ଅଫିସରେ କାମ କରୁଛୁ, ସମସ୍ତ କାମ ଆମକୁ ଦିଆଯାଉଛି। ହେଲେ 1800 ଟଙ୍କାରେ ଆଜ୍ଞା ସମସ୍ତ କାର୍ଯ୍ୟରେ ଆମକୁ ନିୟୋଜିତ କରାଯାଉଛି। ହେଲେ ଆଜ୍ଞା ଆମର 1800 ଟଙ୍କାରେ ଆମ ପରିବାର ପୋଷଣ କରିପାରିବୁନି। ଆଜ୍ଞା ଏବେ ଆମେ ସମସ୍ତ ଦରମା ବଢ଼ିଲେଣି, ଛୋଟ କର୍ମଚାରୀ ଠୁ ଆରମ୍ଭ କରି ସମସ୍ତଙ୍କର। ହେଲେ ଆମର କାହିଁକି ଦରମା ବଢ଼ାଯାଉନି? ସରକାର କ'ଣ ଆମକୁ ଜାଣିନାହାନ୍ତି? ଆମେ ଜଣେ ପୋଲିସ କର୍ମଚାରୀ ସାନ ହେଲେ ବି ପିଅନ ମାନଙ୍କର ଦରମା ଆଜି ସ୍କୁଲରେ 50,000 60,000 ଟଙ୍କା। ଆମେ 18,000 ଟଙ୍କାରେ ଥାନାରେ 30 ଦିନ ପର୍ଯ୍ୟନ୍ତ କାମ କରୁଛୁ, 1800 ଟଙ୍କାରେ। ଆଜ୍ଞା ହେଲେ ଆମେ ସରକାରଙ୍କୁ କହୁଛୁ ଆମର 18,000 ଟଙ୍କା ଦରମା ଦାବି କରିବାକୁ ଚାହୁଁଛୁ।